କୋଳି ଖାଇପାରିବନି, ଅଧେ ଖାବ ଅଧେ ପକିବ। ସମୁଦ୍ରରେ କିଏ ରହୁଥିଲା ନା ଗୋଟେ କୁମ୍ଭୀରଟିଏ ରହୁଥିଲା। ସେ କୁମ୍ଭୀରଟା ଡେଲି ଆସି ସମୁଦ୍ରରେ ସେ ଗଛ ପାଖରେ ରୁହେ। ଯେ ମାଙ୍କଡ ଡେଲି ଆସୁଛି ଗଛରେ ବସୁଛି, କ'ଣ କରୁଛି? ଜଣକୁ ନା ସେ କୋଳି ଖାଇକି ଅଧେ ପାଣିରେ ପକଉଛି, ଅଧେ କୋଉଠି ପକଉଛି, ମାଟିରେ ପକଉଛି। ମାଙ୍କଡଟି କହିଲା, କୁମ୍ଭୀରଟି କହିଲା, ମାଙ୍କଡ ଭାଇ ମତେ ମେଥା ପୁଳି ଦେଲା। କୁମ୍ଭୀରଟି ଖାଇଲା, ଖାଇଲା ଆଉ ଦିନେ ନେଇଯା ଛୁଆ ପିଲାଙ୍କୁ ଦବ। ନେଇଗଲା, ନେଇକି କାହାକୁ ଦେଲା? ତା ସ୍ତ୍ରୀକୁ ଦେଲା। ତା ସ୍ତ୍ରୀ କହିଲା, ଭାରି ମିଠା ହେଇଛି, ବହୁତ ସୁନ୍ଦର ଲାଗୁଛି। କୋଉଠୁ ଏଇଠି ସମୁଦ୍ର ଦେଖୁଛୁ, ତା ପାଖରେ ଗୋଟେ ଗଛ ଅଛି, ମାଙ୍କଡଟିଏ ଲଗେଇଛନ୍ତି। ସୁନ୍ଦର ହେଇକି କୋଳିଟା ନା ମାଙ୍କଡ କୋଳିଟା ନେଇ ଆସିବ ଆମ ଘରକୁ। ସେ ଡେଲି କୋଳି ଖାଉଛି, କୋଳିଟା ଏତେ ମିଠା ହେଇଛି। ସେ ଡେଲି ଖାଉଛି, କୋଳିଟା ସେ ଡେଲି କୋଳି ଖାଉଛି। ମୁଁ ତ ଏଇଟା ଭାବିନଥିଲି, ତାକୁ ଦିନେ ଆମ ଘରକୁ ଡାକିଲି। କୁମ୍ଭୀରଟିଏ ଗଲା ହେଉଛି ସମୁଦ୍ର କୂଳ ପାଖକୁ, ଯାଇକି ମାଙ୍କଡକୁ କହିଲା, ମାଙ୍କଡ ପାଇଁ ନିମନ୍ତ୍ରଣ କରିଛି, ଆଜି ମୋ ଛୁଆର ଜନ୍ମଦିନ, ତମେ ଚାଲ। ମାଙ୍କଡ କହିଲା, ହଉ ଠିକ୍ ଅଛି, ତାହେଲେ ଯିବା। ଯିବା କହିକି ଗଛ ତଳକୁ ଗଲା, ଦି ପେଟ କୋଳି ଆଣିଲା। କୋଳି ଆଣିକି ମାଙ୍କଡ କୁମ୍ଭୀର ଭାଇ, ମୁଁ ତ ସମୁଦ୍ର ପାରି କରିପାରିବିନି, କେମିତି ଯିବି? କୁମ୍ଭୀର ସେଠି କହିଲା, ତାହେଲେ ଗୋଟେ କାମ କଲେ ମୋ ପିଠି ଉପରେ ବସିବା, ମୁଁ ତୁମକୁ ନେଇକି ଚାଲିବି। ତା ପିଠି ଉପରେ ସେ ବଇଲା, ଗଲା। ଅଧା ସମୁଦ୍ର ଯେତେବେଳେ ହେଇଗଲା, ସେତେବେଳେ କୁମ୍ଭୀର ମାଙ୍କଡକୁ କହିଲା, ମାଙ୍କଡ ଭାଇ କ'ଣ ଭାବୁଛ? ନେଇକି ନେଇକି ଯାଉଛି ଖାଇବା ପାଇଁ। ତୁମେ ଡେଲି କୋଳି ଖାଉଛ, ଏତେ ମିଠା, ମୁଁ କହିଲ କେତେ ମିଠା ରହିବ, ତୁମକୁ ଦେଇକି ଯାଉଛି। ମୋ ସ୍ତ୍ରୀ କହିଛି, ନା କୁମ୍ଭୀର ଭାଇ ମୋତେ ଏଇ କଥାରେ ଆଗରୁ କହିଥିଲେ, ମୁଁ ତ କଲେଜରେ ଘିନିଲାନି, କଲେଜରେ ମୁଁ ଗଛରେ ରଖିଦେବି। ଏତେ ବୋକା ଯେ ସେ ଜାଣେନି ଯେ କଲିଜା ବାହାର କରିଦେଲା ପରେ ଗୋଟେ ମଣିଷ ମରିଯାଏ, ମଣିଷ ବା ପଶୁ ମରିଯାଏ। କୁମ୍ଭୀର କହିଲା, ହଉ ଠିକ୍ ଅଛି ମାଙ୍କଡ ଭାଇ, ଚାଲ ସେ ଗଛ ପାଖକୁ, କଲିଜା ଘିନି ଯାଇଥିବ। ମାଙ୍କଡ ଦି ଗଛ କଲେ ଗଛ ପାଖକୁ ଯାଇକି ଗଛ ପାଖରେ ପହଞ୍ଚିବା ବେଳକୁ ମାଙ୍କଡ ଦିଆ ମାତ୍ରା ଗଛ। ସେଠି ମାଙ୍କଡ କୁମ୍ଭୀରକୁ କହୁଛି, କୁମ୍ଭୀର ଭାଇ ତମେ ଏତେ ବୋକା, କଲିଜା କେହି କ'ଣ କାଟି ଗଛ ଉପରେ ରଖିଦେଇକି ଯାଏ, କଲିଜା କାଟିଲା ତ କେହି ବଞ୍ଚେ? କୁମ୍ଭୀର କିସ ହେଲା, ବୋକା ହେଇଗଲା। ଠିକ୍ କଥା ତ ମୁଁ ତ ଜାଣିନି, କଲିଜା ବାହାର କରିଦେଇଛି, ମଣିଷ ମରିଯାଏ। ଆଉ ତୁ ଆଜି ମୋ ହାତରୁ ବଞ୍ଚି ଗଲୁ ନା, ଏ କଥାରୁ ତମେ କ'ଣ ଶିଖୁଛୁ? ଯେତେବେଳେ ବିପଦ ପଡ଼ିଥାଏ, ସେଠି ସଠିକ୍ ବୁଦ୍ଧି ପ୍ରୟୋଗ କରିବା ଫଳରେ ତୁମେ ବିପଦରୁ ବାହାରି ଆସିପାରିବ। ଏଠି କିଏ ଚାଲିଲା ତ କିଏ ବୋକା ହେଲା?